ଆଜି ଆମେ ଜଗନ୍ନାଥ ଦାସଙ୍କ ଓଡ଼ିଆ ଭାଗବତର ଗୋଟିଏ ଅଧ୍ୟାୟ ଭିତରକୁ ଯିବାକୁ ଯାଉଛୁ। ଆମ ପାଖରେ ଅଛି ପ୍ରଥମ ସ୍କନ୍ଧର ସପ୍ତମ ଅଧ୍ୟାୟ। କିନ୍ତୁ ଆମର ଉଦ୍ଦେଶ୍ୟ କେବଳ ଗୋଟେ ପୁରାଣ କାହାଣୀ ଶୁଣିବା ନୁହେଁ, ଆମେ ବୁଝିବାକୁ ଚେଷ୍ଟା କରିବା ଯେ ଏତେ ବଡ଼ ଗ୍ରନ୍ଥଟିଏ କାହିଁକି ଲେଖାଗଲା, ଆଉ ସେହି ଗ୍ରନ୍ଥରେ ଦର୍ଶନ କିପରି ଏକ ଭୟଙ୍କର ଅପରାଧ, ନ୍ୟାୟ ଏବଂ କ୍ଷମାର ପରୀକ୍ଷାରେ ପାସ୍ କରୁଛି। ତେବେ କାହାଣୀ ଆରମ୍ଭ ହେଉଛି ଗୋଟେ ବଡ଼ ଆଶ୍ଚର୍ଯ୍ୟଜନକ ସ୍ଥିତିରୁ। ଶୌନକ ଆଦି ଋଷିମାନେ ସୂତ ମୁନିଙ୍କୁ ପଚାରୁଛନ୍ତି ଯେ ନାରଦଙ୍କ ଉପଦେଶ ପରେ ବ୍ୟାସଦେବ କ'ଣ କଲେ। କିନ୍ତୁ ମୋ ମନରେ ପ୍ରଥମେ ପ୍ରଶ୍ନ ଆସୁଛି, ବ୍ୟାସଦେବ ଯିଏ ବେଦକୁ ଭାଗ କଲେ, ମହାଭାରତ ଲେଖିଲେ, ତାଙ୍କୁ ପୁଣି ଉପଦେଶର କ'ଣ ଦରକାର ପଡ଼ିଲା? ତାଙ୍କ ମନ କାହିଁକି ଅଶାନ୍ତ ଥିଲା? ହଁ, ଏଇଟା ହିଁ ଏ ଅଧ୍ୟାୟର ପ୍ରଥମ ଗଭୀର ବିନ୍ଦୁ। ଏହା ଏକ ପ୍ରକାରର ଆଧ୍ୟାତ୍ମିକ ସଙ୍କଟ। ଭାବନ୍ତୁ ଟିକେ, ଜଣେ ବ୍ୟକ୍ତି ନିଜ ଜୀବନର ସବୁଠୁ ବଡ଼ କାମ କରିସାରିଛନ୍ତି, ସବୁ ଜ୍ଞାନ ପାଇସାରିଛନ୍ତି, କିନ୍ତୁ ତାଙ୍କୁ ଲାଗୁଛି କିଛି ଗୋଟେ ବାକି ରହିଗଲା। ତାଙ୍କର ସବୁ ଜ୍ଞାନ, ସବୁ ରଚନା ସତ୍ତ୍ୱେ ଆତ୍ମାକୁ ଶାନ୍ତି ମିଳୁନି। ଆଚ୍ଛା, ଏହାକୁ ଆମେ ଆଜିର ଭାଷାରେ ପ୍ରଫେସନାଲ ବର୍ଣ୍ଣଆଉଟ୍ର ଆଧ୍ୟାତ୍ମିକ ସ୍ତର କହିପାରିବା। ସେ ଯେଉଁ ଜ୍ଞାନ ଦେଇଛନ୍ତି ତାହା ବୋଧହୁଏ ସମ୍ପୂର୍ଣ୍ଣ ନଥିଲା, କିଛି ଗୋଟେ ଉପାଦାନର ଅଭାବ ଥିଲା କି? ସମ୍ପୂର୍ଣ୍ଣ ଠିକ୍। ନାରଦ ତାଙ୍କୁ ସେହି କଥା ହିଁ ମନେ ପକାଇଦେଲେ। ସେ କହିଲେ, ତୁମେ ଧର୍ମ, ଅର୍ଥ, କାମ, ମୋକ୍ଷ ବିଷୟରେ ବହୁତ କିଛି ଲେଖିଲ, କିନ୍ତୁ ଭଗବାନଙ୍କର ନିର୍ମଳ ଯଶ, ତାଙ୍କର ଲୀଳା ଆଉ ଭକ୍ତି ବିଷୟରେ ସେତେ ଗୁରୁତ୍ୱ ଦେଲ ନାହିଁ। ଏହା ଶୁଣିବା ପରେ ହିଁ ବ୍ୟାସଦେବ ସରସ୍ୱତୀ ନଦୀ କୂଳରେ ଧ୍ୟାନରେ ବସିଲେ। ଆଉ ଏଥର ତାଙ୍କର ଧ୍ୟାନ ଅଲଗା ଥିଲା। ସେ କେବଳ ଜ୍ଞାନ ଖୋଜୁ ନଥିଲେ, ନା, ସେ ଶାନ୍ତି ଖୋଜୁଥିଲେ। ଆଉ ସେହି ଧ୍ୟାନରେ ତାଙ୍କୁ ଦିବ୍ୟ ଦର୍ଶନ ହେଲା। ହଁ, କିନ୍ତୁ ଦର୍ଶନଟି ବହୁତ ମହତ୍ୱପୂର୍ଣ୍ଣ। ସେ କେବଳ ପରମ ପୁରୁଷ ବା ଭଗବାନଙ୍କୁ ଦେଖିଲେ ନାହିଁ, ତାଙ୍କ ପଛରେ ଥିବା ତାଙ୍କ ମାୟା ଶକ୍ତିକୁ ମଧ୍ୟ ଦେଖିଲେ। ଆଉ ସେହି ମାୟା ଦ୍ୱାରା ସମଗ୍ର ଜୀବଜଗତ କିପରି ବାନ୍ଧି ହୋଇଛି ସେଇଟା ସେ ଅନୁଭବ କଲେ। ସେ ଦେଖିଲେ ଜୀବ ନିଜକୁ କର୍ତ୍ତା ଭାବି ଅହଙ୍କାରରେ ବୁଡ଼ି ରହୁଛି ଏବଂ ଜନ୍ମମୃତ୍ୟୁ ଚକ୍ରରେ ପେଶି ହୋଇ ଦୁଃଖ ପାଉଛି। ଏହି ଅନୁଭବ ହିଁ ତାଙ୍କୁ ଭାଗବତ ରଚନା ପାଇଁ ପ୍ରେରଣା ଦେଲା। ତାଙ୍କୁ ଲାଗିଲା ଯେ ଏହି ଦୁଃଖରୁ ମୁକ୍ତିର ରାସ୍ତା ହେଉଛି କେବଳ ଭକ୍ତି, ଯାହା ସିଧାସଳଖ ଭଗବାନଙ୍କ ସହ ଯୋଡ଼ିଥାଏ। ଏକ୍ଜାକ୍ଟଲି। ଓକେ, ତେବେ ଭାଗବତର ଉଦ୍ଦେଶ୍ୟ ହେଲା ମାୟାଜନିତ ଦୁଃଖରୁ ମୁକ୍ତି। ଏବେ କଥା ଆସୁଛି, ଏହି ଜ୍ଞାନ କାହାକୁ ଦିଆଯିବ? ବ୍ୟାସଦେବ ଏହା ନିଜ ପୁଅ ଶୁକଦେବଙ୍କୁ ଶିଖାଇଲେ। କିନ୍ତୁ ଏଇଠି କଥାଟା ମୋତେ ଟିକେ ଜଟିଳ ଲାଗୁଛି। ଶୁକଦେବ ତ ଜନ୍ମରୁ ଜଣେ ଆତ୍ମାରାମ ଥିଲେ। ସେ ନିଜ ଭିତରେ ହିଁ ପୂର୍ଣ୍ଣ ଥିଲେ। ତାଙ୍କୁ ବାହାରୁ ଆଉ କିଛି ଜ୍ଞାନର ଆବଶ୍ୟକତା କ'ଣ ଥିଲା? ଏଇଟା ତ ସବୁଠୁ ବଡ଼ ପ୍ରଶ୍ନ, ଯାହା ଋଷିମାନେ ମଧ୍ୟ ପଚାରିଥିଲେ। ଆତ୍ମାରାମର ଅର୍ଥ, ସେ ନିଜ ମୁକ୍ତି ପାଇଁ ଚିନ୍ତିତ ନଥିଲେ, ସେ ସବୁ ବନ୍ଧନର ଉପରେ ଥିଲେ। ଠିକ୍। ତେବେ ତାଙ୍କୁ ଏକ ସଂସାରୀ ଗ୍ରନ୍ଥ ପଢ଼ିବାର କ'ଣ ଦରକାର? ଏହାର ଉତ୍ତରରେ ସୂତମୁନି ଯାହା କହିଲେ ତାହା ଭକ୍ତିର ସବୁଠୁ ବଡ଼ ରହସ୍ୟ। ସେ କ'ଣ ଥିଲା? ସେ କହିଲେ, ଭଗବାନ ଶ୍ରୀକୃଷ୍ଣଙ୍କ ଗୁଣ ଏତେ ମଧୁର ଯେ ଯେଉଁମାନେ ଆତ୍ମଜ୍ଞାନୀ ଓ ମୁକ୍ତ, ସେମାନେ ମଧ୍ୟ ବିନା କୌଣସି କାରଣରେ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି। ଆଚ୍ଛା। ଆଉ ତାଙ୍କର ଭକ୍ତି କରନ୍ତି। ଏହାକୁ ଅହେତୁକୀ ଭକ୍ତି କୁହାଯାଏ। ବିନା କାରଣର ଭକ୍ତି। ହଁ, ଶୁକଦେବ ନିଜ ପାଇଁ ଭାଗବତ ପଢ଼ିନଥିଲେ। ସେ ଏହାକୁ ପଢ଼ିଥିଲେ କାରଣ ସେ ପ୍ରତିଟି ଜୀବ ଭିତରେ ଭଗବାନଙ୍କୁ ଦେଖୁଥିଲେ, ଆଉ ସେମାନଙ୍କ କଲ୍ୟାଣ ପାଇଁ, ରାଜା ପରୀକ୍ଷିତଙ୍କ ଭଳି ଭକ୍ତଙ୍କ ଉଦ୍ଧାର ପାଇଁ ସେ ଏହି ଜ୍ଞାନକୁ ବାଣ୍ଟିବାକୁ ଚାହୁଁଥିଲେ। ବୁଝିଲି। ପ୍ରକୃତ ଜ୍ଞାନୀ କେବଳ ନିଜ ପାଇଁ ବଞ୍ଚେ ନାହିଁ, ତାର ଜ୍ଞାନ ସମସ୍ତଙ୍କ କଲ୍ୟାଣ ପାଇଁ। ତେବେ ଭାଗବତର ମୂଳ ଉଦ୍ଦେଶ୍ୟ ହେଲା ଦୁଃଖୀ ଜୀବକୁ କଲ୍ୟାଣ ମାର୍ଗ ଦେଖାଇବା। ଚାଲନ୍ତୁ ଦେଖିବା, ଯେତେବେଳେ ଧର୍ମ, ନ୍ୟାୟ ଆଉ ମାନବିକତାର ସବୁଠୁ କଠିନ ପରୀକ୍ଷା ଆସିଲା, ସେତେବେଳେ ଭାଗବତର ଏହି ଦର୍ଶନ କେମିତି କାମ କଲା। ଏଥିପାଇଁ ଆମକୁ ମହାଭାରତ ଯୁଦ୍ଧର ଶେଷକୁ ଯିବାକୁ ପଡ଼ିବ, ସେଇ ଭୟଙ୍କର ରାତିକୁ। ହଁ, ଯେଉଁଠି ଆମେ ଦେଖିବାକୁ ପାଇବା ସେହି ମାୟା ଓ ଅହଙ୍କାରର ସବୁଠୁ ଭୟଙ୍କର ରୂପ। ଯୁଦ୍ଧ ସରିଛି, ଦୁର୍ଯ୍ୟୋଧନ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବ୍ୟାସ ସରୋବରରେ ପଡ଼ିଛନ୍ତି। ତାଙ୍କର ଉରୁଭଙ୍ଗ ହୋଇଛି। ସେ ମୃତ୍ୟୁକୁ ଅପେକ୍ଷା କରିଛନ୍ତି। ହଁ, ସେହି ସମୟରେ ତାଙ୍କ ପାଖରେ ପହଞ୍ଚୁଛନ୍ତି ଦ୍ରୋଣପୁତ୍ର ଅଶ୍ୱତ୍ଥାମା। ଆଉ ଦୁର୍ଯ୍ୟୋଧନ ତାଙ୍କୁ କୌରବ ସେନାର ଶେଷ ସେନାପତି ଭାବେ ନିଯୁକ୍ତ କରୁଛନ୍ତି ପ୍ରତିଶୋଧ ନେବା ପାଇଁ। ହଁ, ଆଉ ପ୍ରତିଶୋଧର ନିଆଁରେ ବିଅଣୁଥିବା ଅଶ୍ୱତ୍ଥାମା
ଯୁଦ୍ଧର ସବୁ ନିୟମ ଭାଙ୍ଗି ଗୋଟେ ଜଘନ୍ୟ କାଣ୍ଡ କରୁଛନ୍ତି। ସେ ରାତିର ଅନ୍ଧାରରେ ପାଣ୍ଡବ ଶିବିରରେ ପଶି ଶୋଇଥିବା ଅବସ୍ଥାରେ ଦ୍ରୌପଦୀଙ୍କ 5 ପୁତ୍ରଙ୍କୁ ପାଣ୍ଡବ ଭାବି ନିର୍ମମ ଭାବେ ହତ୍ୟା କରୁଛନ୍ତି। ଏହା ଯୁଦ୍ଧ ନଥିଲା, ଏହା ଥିଲାଙ୍କ ନୃଶଂସ ହତ୍ୟାକାଣ୍ଡ। ଏହି ଖବର ପାଇବା ପରେ ଦ୍ରୌପଦୀଙ୍କ ଅବସ୍ଥା ଯାହା ହୋଇଥିବ ତାହା କଳ୍ପନା ବାହାରେ। ସେତେବେଳେ ଅର୍ଜୁନ ନିଜ ପତ୍ନୀଙ୍କୁ ସାନ୍ତ୍ୱନା ଦେବାକୁ ଯାଇ ଏକ ଭୀଷଣ ପ୍ରତିଜ୍ଞା କରୁଛନ୍ତି। ସେ କହୁଛନ୍ତି, ମୁଁ ସେହି ବ୍ରହ୍ମବନ୍ଧୁ ଆତତାୟୀ ଅଶ୍ୱତ୍ଥମାର ମୁଣ୍ଡ କାଟି ଆଣି ତୁମ ପାଦରେ ରଖିବି, ତାପରେ ଯାଇ ତୁମେ ଶାନ୍ତି ପାଇବ। ଏହି ପ୍ରତିଜ୍ଞା ପରେ ହିଁ ମହାଭାରତର ଶେଷ ସଂଘର୍ଷ ଆରମ୍ଭ ହେଉଛି। ଅର୍ଜୁନ ଶ୍ରୀକୃଷ୍ଣଙ୍କୁ ସାରଥୀ କରି ଅଶ୍ୱତ୍ଥାମାଙ୍କ ପିଛା କରୁଛନ୍ତି। ଅଶ୍ୱତ୍ଥାମା ପ୍ରାଣ ଭୟରେ ଦୌଡୁଛନ୍ତି। ହଁ, କିନ୍ତୁ ଯେତେବେଳେ ସେ ଦେଖୁଛନ୍ତି ଯେ ତାଙ୍କ ପାଖରେ ଆଉ କୌଣସି ଉପାୟ ନାହିଁ, ସେ ନିଜ ଜ୍ଞାନର ସବୁଠାରୁ ଭୟଙ୍କର ଅପବ୍ୟବହାର କରୁଛନ୍ତି। ସେ ବ୍ରହ୍ମାସ୍ତ୍ର ପ୍ରୟୋଗ କରୁଛନ୍ତି। ଠିକ୍ ଭାବରେ କହିଲେ, ବ୍ରହ୍ମଶ୍ରେୟାସ୍ତ୍ର। ଏହା ଏତେ ଶକ୍ତିଶାଳୀ ଯେ ଏହାକୁ ଫେରାଇ ଆଣିବାର ଜ୍ଞାନ ତାଙ୍କ ପାଖରେ ନଥିଲା। ଆଚ୍ଛା, ସେ କେବଳ ଏହାକୁ ଛାଡ଼ିବା ଜାଣିଥିଲେ। ଏହା ଜ୍ଞାନ ବିନା ବିବେକରେ ଏକ ଚରମ ଉଦାହରଣ। ସେହି ଅସ୍ତ୍ରରେ ତେଜରେ ତ୍ରିଭୁବନ ଜଳିବାକୁ ଲାଗିଲା। ଏହା ଦେଖି ଅର୍ଜୁନ ନିଜେ ମଧ୍ୟ ଭୟଭୀତ ହୋଇଗଲେ। ଆଉ ଶ୍ରୀକୃଷ୍ଣଙ୍କୁ ରକ୍ଷା କରିବାକୁ କହିଲେ। ହଁ, ଆଉ ଶ୍ରୀକୃଷ୍ଣ ତାଙ୍କୁ ବୁଝାଉଛନ୍ତି ଯେ ଅସ୍ତ୍ରକୁ ଅସ୍ତ୍ରରେ ହିଁ କାଟି ହୁଏ। ତୁମେ ତୁମ ବ୍ରହ୍ମାସ୍ତ୍ର ପ୍ରୟୋଗ କରି ଏହି ଅଗ୍ନିକୁ ଶାନ୍ତ କର। ଅର୍ଜୁନ ତାହା ହିଁ କରୁଛନ୍ତି। 2 ବ୍ରହ୍ମାସ୍ତ୍ରର ତେଜକୁ ସେ ଏକାଠି କରି ପୁଣି ଫେରାଇ ଆଣୁଛନ୍ତି। ଆଉ କ୍ରୋଧରେ ଅଶ୍ୱତ୍ଥାମାଙ୍କୁ ଗୋରୁ ଭଳି ଦୌଡ଼ିରେ ବାନ୍ଧି ଶିବିରକୁ ନେଇ ଆସୁଛନ୍ତି। ଏବଂ ଏବେ ଆସୁଛି କାହାଣୀର ସେହି ମୁହୂର୍ତ୍ତ ଯେଉଁଠି ସବୁ ଦର୍ଶନ ଏବଂ ଧର୍ମର ପ୍ରକୃତ ପରୀକ୍ଷା ହେବ। ଅପରାଧୀ ସାମ୍ନାରେ ବନ୍ଧା ହୋଇ ଠିଆ ହୋଇଛି। ପ୍ରଶ୍ନ ହେଉଛି, ଉଚିତ ଦଣ୍ଡ କ'ଣ? ଏଇଠି ଶ୍ରୀକୃଷ୍ଣଙ୍କ ଭୂମିକା ବଡ଼ ଆକର୍ଷଣୀୟ। ସେ ପ୍ରଥମେ ଅର୍ଜୁନଙ୍କ ପ୍ରତିଜ୍ଞାକୁ ମନେ ପକାଇ ଦେଉଛନ୍ତି। ସେ କହୁଛନ୍ତି, ଏ ବ୍ୟକ୍ତି ଜଣେ ବ୍ରହ୍ମବନ୍ଧୁ ଓ ଆତତାୟୀ। ଏହାକୁ ବଧ କରିବା ହିଁ ଶାସ୍ତ୍ରସମ୍ମତ। ଏ ଶବ୍ଦ ଦୁଇଟି, ବ୍ରହ୍ମବନ୍ଧୁ ଓ ଆତତାୟୀ, ଏହାର ଅର୍ଥ କ'ଣ? ବ୍ରହ୍ମବନ୍ଧୁ ଏକ ବହୁତ ଶକ୍ତିଶାଳୀ ଶବ୍ଦ। ଏହାର ଅର୍ଥ ଯିଏ ବ୍ରାହ୍ମଣ କୁଳରେ ଜନ୍ମ, କିନ୍ତୁ ତାର ଗୁଣ ବା କର୍ମ ବ୍ରାହ୍ମଣ ଭଳି ନୁହେଁ। ମାନେ ଜ୍ଞାନର ଅପବ୍ୟବହାର। ଠିକ୍। ଆଉ ଆତତାୟୀର ଅର୍ଥ ହେଉଛି ସେଇ ଭୟଙ୍କର ଅପରାଧୀ ଯିଏ ନିଆଁ ଲଗାଏ, ବିଷ ଦିଏ, ଅସ୍ତ୍ର ଦେଖାଇ ଲୁଟେ। ଆଉ ଏଠାରେ ଯେମିତି ଶୋଇଥିବା ନିରୀହ ଲୋକଙ୍କୁ ହତ୍ୟା କରେ। ହଁ, ଶାସ୍ତ୍ର କହେ ଏଭଳି ଆତତାୟୀକୁ ତୁରନ୍ତ ମୃତ୍ୟୁଦଣ୍ଡ ଦେବା ଉଚିତ, ସେ ବ୍ରାହ୍ମଣ ହେଉ ପଛେ। ତେଣୁ ଶ୍ରୀକୃଷ୍ଣ ନ୍ୟାୟର କଠୋର ପକ୍ଷଟିକୁ ଆଗେ ରଖୁଛନ୍ତି। କିନ୍ତୁ ଅର୍ଜୁନ ଦ୍ୱନ୍ଦ୍ୱରେ ପଡ଼ିଯାଉଛନ୍ତି। ଅଶ୍ୱତ୍ଥାମା ତାଙ୍କ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର। ହଁ, ଗୁରୁପୁତ୍ର। ଗୁରୁପୁତ୍ରକୁ ହତ୍ୟା କରିବା ମଧ୍ୟ ଏକ ପାପ। ଏହି ସମୟରେ ଯେତେବେଳେ ସମସ୍ତେ ଦ୍ୱନ୍ଦ୍ୱରେ, ଦ୍ରୌପଦୀ ସାମ୍ନାକୁ ଆସୁଛନ୍ତି। ଆଉ ଏଇଠି କାହାଣୀ ଏକ ଅକଳ୍ପନୀୟ ମୋଡ଼ ନେଉଛି। ଏହା ହିଁ ଭାଗବତର ନୈତିକ ଶିଖର। ଯେଉଁ ମହିଳା ନିଜର 5 ପୁତ୍ରଙ୍କୁ ହରାଇଛନ୍ତି, ଯିଏ ସବୁଠୁ ଅଧିକ କ୍ଷତିଗ୍ରସ୍ତ, ସେହି ଦ୍ରୌପଦୀ ବନ୍ଧା ହୋଇଥିବା ଅଶ୍ୱତ୍ଥାମାଙ୍କୁ ଦେଖି ତାଙ୍କୁ ପ୍ରଣାମ କରୁଛନ୍ତି। ତାଙ୍କ ହୃଦୟରେ ଦୟା ଆସୁଛି। ସତରେ? ହଁ, ସେ ଅର୍ଜୁନଙ୍କୁ କହୁଛନ୍ତି, ଏହାଙ୍କୁ ଛାଡ଼ି ଦିଅ। ଗୋଟିଏ ମିନିଟ୍, ଏହା ଶୁଣିବାକୁ ବହୁତ ମହାନ ଲାଗୁଛି, କିନ୍ତୁ ଆଜିର ଦୁନିଆରେ କେହି ଏହାକୁ ଦୁର୍ବଳତା ବୋଲି କହିପାରେ। ଯିଏ ଏତେ ବଡ଼ ଅପରାଧ କରିଛି, ନିଜ ସନ୍ତାନଙ୍କ ହତ୍ୟାକାରୀ, ତାକୁ କ୍ଷମା କରିଦେବା କ'ଣ ନ୍ୟାୟ ସହ ସାଲିସ କରିବା ନୁହେଁ? ଏହା ଏକ ଯଥାର୍ଥ ପ୍ରଶ୍ନ, କିନ୍ତୁ ଦ୍ରୌପଦୀଙ୍କ ଯୁକ୍ତିକୁ ବୁଝିବାକୁ ପଡ଼ିବ। ତାଙ୍କର କ୍ଷମା କେବଳ ଭାବପ୍ରବଣତା ନଥିଲା, ତାହା ଧର୍ମ ଉପରେ ଆଧାରିତ ଥିଲା। ହଁ, ଗଭୀର ଧର୍ମ ଏବଂ ସମବେଦନା। ସେ 2ଟି ମୁଖ୍ୟ କାରଣ ଦେଉଛନ୍ତି। ପ୍ରଥମତଃ ସେ କହୁଛନ୍ତି, ଏ ଆମର ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପୁତ୍ର। ଯେଉଁ ଗୁରୁଙ୍କ ଠାରୁ ତୁମେ ସମସ୍ତ ବିଦ୍ୟା ଶିଖିଛ, ଏ ତାଙ୍କର ଶରୀରର ଅଂଶ। ଦ୍ୱିତୀୟରେ, ଏବଂ ଏହା ସବୁଠୁ ଗୁରୁତ୍ୱପୂର୍ଣ୍ଣ, ସେ କହୁଛନ୍ତି, ତାଙ୍କୁ ମାରିଦେଲେ ତାଙ୍କ ମା କୃପୀ ଦେବୀ ମଧ୍ୟ ମୋ ଭଳି ପୁତ୍ର ଶୋକରେ ଜୀବନ ସାରା କାନ୍ଦିବେ। ଓହୋ। ମୁଁ ଚାହୁଁନାହିଁ ଯେ ଆମ ଗୁରୁଙ୍କ ପରିବାର ମୋ ଭଳି ଦୁଃଖ ପାଉ। ସେ ନିଜ ଦୁଃଖକୁ ଅନ୍ୟ ଜଣେ ମା ଉପରେ ଲଦି ଦେବାକୁ ଚାହୁଁନାହାନ୍ତି। ଏହାର ଅର୍ଥ ସେ ପ୍ରତିଶୋଧର ଚକ୍ରକୁ ସେଇଠି ଭାଙ୍ଗିବାକୁ ଚାହୁଁଛନ୍ତି। ପ୍ରତିଶୋଧରେ ପ୍ରତିଶୋଧ ନୁହେଁ, ବରଂ କ୍ଷମାରେ ଏହାର ଅନ୍ତ। ଏଠାରେ 2ଟି ଧର୍ମ ମୁହାଁମୁହିଁ ହେଉଛନ୍ତି। ରାଜଧର୍ମ, ଯାହା ଅପରାଧୀକୁ ଦଣ୍ଡ ଦେବାକୁ କହୁଛି, ଆଉ ମାନବ ଧର୍ମ, ଯାହା କ୍ଷମା ଏବଂ କରୁଣାକୁ ବଡ଼ ବୋଲି ମାନୁଛି। ସମ୍ପୂର୍ଣ୍ଣ ଠିକ୍। ଆଉ ପରିସ୍ଥିତି ଆହୁରି ଜଟିଳ ହୋଇଯାଉଛି। ଦ୍ରୌପଦୀଙ୍କ କଥା ଶୁଣି ଧର୍ମରାଜ ଯୁଧିଷ୍ଠିର ତାଙ୍କ ସମର୍ଥନ କରୁଛନ୍ତି। କିନ୍ତୁ ଭୀମ ରାଗରେ ଜଳୁଛନ୍ତି। ସେ ଚିତ୍କାର କରି କହୁଛନ୍ତି, ଯିଏ ଶୋଇଥିବା ପିଲାଙ୍କୁ ମାରିଲା ଏବଂ ନିଜ ସ୍ୱାମୀଙ୍କୁ ଖୁସି କଲା, ତାକୁ ମାରିବା ହିଁ ଉଚିତ। ବାପରେ! ତାର ବଞ୍ଚିବାର କୌଣସି ଅଧିକାର ନାହିଁ।
ଏବେ ପାଣ୍ଡବ ଶିବିର 2 ଭାଗରେ ବିଭକ୍ତ, ସମସ୍ତେ ଦ୍ୱନ୍ଦ୍ୱରେ। ଆଉ ଏହି ଜଟିଳ ନୈତିକ ଦ୍ୱନ୍ଦ୍ୱର ସମାଧାନ ପାଇଁ ସମସ୍ତେ ଶ୍ରୀକୃଷ୍ଣଙ୍କ ମୁହଁକୁ ଚାହୁଁଛନ୍ତି। ସେ କିପରି ଏହି ସମସ୍ୟାର ସମାଧାନ କରିବେ? ଏଠାରେ ହିଁ ଶ୍ରୀକୃଷ୍ଣଙ୍କ ପ୍ରଜ୍ଞା ଦେଖିବାକୁ ମିଳେ। ସେ କଳା କିମ୍ବା ଧଳା ଉତ୍ତର ଦେଉନାହାନ୍ତି। ସେ ଏକ ମଧ୍ୟମ ମାର୍ଗ ବାହାର କରୁଛନ୍ତି, ଯାହା ସମସ୍ତଙ୍କ କଥା ରଖିବ। ସେ ଅର୍ଜୁନଙ୍କୁ ବୁଝାଉଛନ୍ତି, ଶାସ୍ତ୍ର କହେ ବିପଦରେ ପଡ଼ିଥିବା ବ୍ରାହ୍ମଣ ଅବଧ୍ୟ, ତାକୁ ମାରିବା ଉଚିତ ନୁହେଁ। କିନ୍ତୁ ଶାସ୍ତ୍ର ଏହା ମଧ୍ୟ କହେ ଯେ ଆତତାୟୀକୁ ଦଣ୍ଡ ଦେବା ଆବଶ୍ୟକ। ଦୁଇଟି ଯାକ କଥା ରହିବା ଦରକାର। ହଁ, ତେଣୁ ତୁମକୁ ମୋର ଏହି ଦୁଇଟି ଯାକ କଥା ରଖିବାକୁ ହେବ। ତୁମର ପ୍ରତିଜ୍ଞା ମଧ୍ୟ ପୂରଣ ହେବ, ଆଉ ଦ୍ରୌପଦୀ ଓ ଭୀମ ମଧ୍ୟ ଶାନ୍ତ ହେବେ। ଅର୍ଥାତ୍ ଏକ ସାଙ୍କେତିକ ଦଣ୍ଡ ଯାହା ମୃତ୍ୟୁ ସହ ସମାନ ହେବ, କିନ୍ତୁ ପ୍ରକୃତରେ ଶାରୀରିକ ମୃତ୍ୟୁ ହେବ ନାହିଁ। କିନ୍ତୁ ଏଭଳି ଦଣ୍ଡ କ'ଣ? ତାକୁ ଖାଲି ଛାଡ଼ିଦେଲେ ତ ତାହା ଦଣ୍ଡ ହେବ ନାହିଁ। ଏକଦମ ଠିକ୍ ପ୍ରଶ୍ନ। ଶ୍ରୀକୃଷ୍ଣଙ୍କ ଇଙ୍ଗିତ ବୁଝିପାରି ଅର୍ଜୁନ ତୁରନ୍ତ ନିଜର ଖଣ୍ଡା ବାହାର କରୁଛନ୍ତି। ସେ କ୍ରୋଧରେ ଅଶ୍ୱତ୍ଥାମାଙ୍କ ମୁଣ୍ଡରୁ ତାଙ୍କର ଜନ୍ମଗତ ଚୂଡ଼ାମଣି ସହିତ ଶିଖା ଅର୍ଥାତ୍ ତାଙ୍କ ଚୁଟିକୁ କାଟି ଦେଉଛନ୍ତି। ଆଚ୍ଛା, ଆମକୁ ବୁଝିବାକୁ ହେବ ଯେ ସେହି ସମୟରେ ଜଣେ ବ୍ରାହ୍ମଣ ବା କ୍ଷତ୍ରିୟ ଯୋଦ୍ଧା ପାଇଁ ମଣି ଏବଂ ଶିଖା ହରାଇବା ସାମାଜିକ ଏବଂ ଆଧ୍ୟାତ୍ମିକ ମୃତ୍ୟୁ ସହ ସମାନ ଥିଲା। ହଁ, ମଣି ତ ତାଙ୍କର ଶକ୍ତିର ପ୍ରତୀକ ଥିଲା। ହଁ, ମଣି ତାଙ୍କର ଦୈବୀ ଶକ୍ତି ଓ ତେଜର ପ୍ରତୀକ ଥିଲା, ଆଉ ଶିଖା ତାଙ୍କର ବ୍ରାହ୍ମଣତ୍ୱର। ଏହାକୁ କାଟିଦେବା ଅର୍ଥ ତାଙ୍କର ସବୁ ସମ୍ମାନ, ବଳ ଏବଂ ପରିଚୟକୁ ଛଡ଼ାଇ ନେବା। ତେବେ ଏହା ଏକ ଜୀବନ୍ତ ମୃତ୍ୟୁ ଥିଲା। ଶାରୀରିକ ଭାବେ ସେ ବଞ୍ଚି ରହିଲେ, କିନ୍ତୁ ସାମାଜିକ ଭାବେ ସେ ମରିଗଲେ। ହଁ, ତାଙ୍କର ବନ୍ଧନ ଖୋଲି ଦିଆଗଲା, କିନ୍ତୁ ସେ ମଣିହାରା, ଶ୍ରୀହୀନ ଏବଂ ଅପମାନିତ ହୋଇ ସେଠାରୁ ବାହାରିଗଲେ। ତାଙ୍କୁ ଶିବିରରୁ ବାହାର କରିଦିଆଗଲା। ହଁ, ଏହିପରି ଭାବରେ ବ୍ରାହ୍ମଣର ହତ୍ୟା ମଧ୍ୟ ହେଲା ନାହିଁ। ଆତତାୟୀକୁ କଠୋର ଦଣ୍ଡ ମଧ୍ୟ ମିଳିଲା। ଅର୍ଜୁନଙ୍କ ପ୍ରତିଯୋଗ୍ୟା ମଧ୍ୟ ପୂରଣ ହେଲା ଏବଂ ଦ୍ରୌପଦୀଙ୍କ କ୍ଷମା ମଧ୍ୟ ରହିଲା। ଧର୍ମର ଏକ ଅତ୍ୟନ୍ତ ସୂକ୍ଷ୍ମ ସନ୍ତୁଳନ। ତାହେଲେ ଆମେ ଭାଗବତ ରଚନାର ମହାନ ଦାର୍ଶନିକ କାରଣରୁ ଆରମ୍ଭ କଲେ, ଆଉ ସେହି ଦର୍ଶନକୁ ନେଇ ଦୁଃଖ, ପ୍ରତିଶୋଧ, ନ୍ୟାୟ ଏବଂ ଶେଷରେ କ୍ଷମାର ଏକ ଅତ୍ୟନ୍ତ ଜଟିଳ ଏବଂ ମାନବୀୟ କାହାଣୀରେ ତାର ପ୍ରୟୋଗ ଦେଖିଲେ। ଏହା ହିଁ ଭାଗବତର ସୌନ୍ଦର୍ଯ୍ୟ। ଏହା କେବଳ ଶୁଖିଲା ତତ୍ତ୍ୱ କୁହେ ନାହିଁ, ହଁ, ବରଂ ଏହିପରି ଶକ୍ତିଶାଳୀ କାହାଣୀ ମାଧ୍ୟମରେ ଦର୍ଶାଏ ଯେ ବାସ୍ତବ ଜୀବନର ଜଟିଳ ପରିସ୍ଥିତିରେ ଧର୍ମକୁ କିପରି ପ୍ରୟୋଗ କରାଯାଏ। ଏଠାରେ ସମାଧାନଟି ସହଜ ନଥିଲା କିମ୍ବା କେବଳ ପ୍ରତିଶୋଧ ନଥିଲା। ଏହା ଧର୍ମର ଏକ ସୂକ୍ଷ୍ମ, ଗଭୀର ଏବଂ କାରୁଣ୍ୟପୂର୍ଣ୍ଣ ପ୍ରୟୋଗ ଥିଲା, ଯେଉଁଠି କଠୋର ନ୍ୟାୟ ସହିତ ଅସୀମ ଦୟା ମଧ୍ୟ ସ୍ଥାନ ପାଇଥିଲା। ଏହି ପୁରା ଆଲୋଚନା ଶେଷରେ ଶ୍ରୋତାମାନଙ୍କ ପାଇଁ ଗୋଟିଏ ଚିନ୍ତନର ବିଷୟ ଛାଡ଼ି ଦେଇଯିବା। ନିଶ୍ଚିତ ଭାବରେ ଏହି କାହାଣୀ ଦ୍ରୌପଦୀଙ୍କ କ୍ଷମାକୁ ଏକ ଉଚ୍ଚତର ଧର୍ମ ଭାବରେ ଦେଖାଉଛି। ଏହା ଏକ ପ୍ରଶ୍ନ ସୃଷ୍ଟି କରେ, ଯେତେବେଳେ ଜଣେ ନିଜ ଜୀବନର ସବୁଠୁ ବଡ଼ ବ୍ୟକ୍ତିଗତ କ୍ଷତିର ସାମ୍ନା କରେ, ସେତେବେଳେ ପ୍ରତିଶୋଧର ସହଜ ରାସ୍ତାକୁ ଛାଡ଼ି କ୍ଷମାର କଠିନ ମାର୍ଗକୁ ବାଛିବାର ଶକ୍ତି କେଉଁଠୁ ଆସେ? ଏବଂ ତାହା କ'ଣ ସବୁବେଳେ ସମାଜ ପାଇଁ ସଠିକ୍ ମାର୍ଗ? ଆମର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓକୁ ସେୟାର କରନ୍ତୁ। ହଁ, ନମସ୍କାର।